ସୋରିଷ ମସଲା ଦିଆ ଏମିତିକା ମାଛ ତରକାରୀ ଆପଣମାନେ ଆଗରୁ କେବେ ବି ବନେଇକି ଖାଇନଥିବେ। ଆଉ ମୁଁ 100% ଗ୍ୟାରେଣ୍ଟିର ସହିତ କହିବି, ଥରେ ଏଇ ମାଛ ତରକାରୀକୁ ବନେଇକି ଖାଇବା ପରେ ଘରକୁ ଯେବେ ବି ମାଛ ଆସିବ ଆପଣମାନେ ସବୁବେଳେ ଏଇ ଷ୍ଟାଇଲରେ ବନେଇବା ପାଇଁ ଇଚ୍ଛା କରିବେ। ଆଉ ଏଇ ମାଛ ତରକାରୀକୁ ଖାଇବା ପରେ ଆପଣ ଆଉ କେବେ ବି ଚିକେନ ମଟନ ଖାଇବା ପାଇଁ ଇଚ୍ଛା କରିବେ ନାହିଁ। ଏଇ ମାଛ ତରକାରୀ ସାଙ୍ଗରେ ଥାଳିଏ ଜାଗାରେ କେତେବେଳେ 2 ଥାଳି ଭାତ ସରିଯିବ ଆପଣ ଜାଣିପାରିବେ ନାହିଁ। ତାହେଲେ ଆସନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ସେଥିପାଇଁ ଏଇଠି ମୁଁ କିଛି ଫ୍ରେଶ୍ ରୋହି ମାଛ ନେଇଛି, ଯାହାକୁ କି ଧୋଇକି ଭଲ ଭାବରେ ସଫା କରି ନେଇଛି। ମ୍ୟାରିନେସନ୍ ପାଇଁ ଆମେ ସେଥିରେ ଦେଇଦେବା ସ୍ୱାଦ ଅନୁଯାୟୀ ଲୁଣ, ଆଉ ଅଧ ଛୋଟ ଚାମଚ ଦେଇଦେବା ହଳଦୀ ଗୁଣ୍ଡ, ତା ସହିତ 1 ଚାମଚ ଦେଇଦେବା ସୋରିଷ ତେଲ। ଲୁଣ, ହଳଦୀ, ସୋରିଷ ତେଲ ଦେଇକି ମାଛକୁ ଆମେ ହାତ ସାହାଯ୍ୟରେ ଭଲ ଭାବରେ ଘଷି ଘଷି ଟିକେ ମିଶେଇ ନେବା। ମାଛକୁ ମ୍ୟାରିନେଟ୍ କରିବା ସମୟରେ ଯଦି ଟିକେ ସୋରିଷ ତେଲ ଦେବା, ତେବେ ଲୁଣ ହଳଦୀ ଭଲରେ ସେଟ୍ ହେଇପାରିବ ଆଉ ମାଛରେ ଭଲ ଫ୍ଲେଭର ବି ଆସିବ। ତ ଏଇଠି ଦେଖନ୍ତୁ ମାଛକୁ ମୁଁ ଏଠି ଲୁଣ ହଳଦୀ ଦେଇକି ମ୍ୟାରିନେଟ୍ କରି ନେଇଛି। ଏବେ ୟାକୁ 10 ମିନିଟ୍ ପାଇଁ ଏମିତି ଛାଡ଼ିଦେବା। 10 ମିନିଟ୍ ପରେ ଆମେ ଗୋଟେ କଡ଼େଇ ଗରମ କରି ନେବା। କଡ଼େଇରେ ଦେଇଦେବା ଏଠି 3 ରୁ 4 ଚାମଚ ପାଖାପାଖି ସୋରିଷ ତେଲ। ତେଲ ଭଲ ଭାବରେ ଗରମ ହେଇଯିବା ପରେ ଆମେ ତେଲକୁ ଟିକେ ଏମିତି କଡ଼େଇର ଚାରିପାଖରେ ସ୍ପ୍ରେଡ୍ କରି ନେବା। ଆଉ ତାପରେ ଏଠି ମ୍ୟାରିନେଟ୍ କରି ରଖିଥିବା ମାଛକୁ ଏମିତି ଗୋଟେ ଗୋଟେ କରି ଦେଇ ଚାଲିବା। ଏଠି ଯେହେତୁ ମୁଁ ମାଛକୁ ଟିକେ କଡ଼ା ଭାଜିବି, ସେଥିପାଇଁ ମୁଁ ଅଳ୍ପ ଅଳ୍ପ କରି ଭାଜୁଛି। ମାନେ ତେଲରେ ବୁଡ଼ିଲା ଭଳି ମାଛକୁ ନେଉଛି। ଯେତିକି କଡ଼େଇରେ ଜାଗା ହେଉଛି ସେହି ହିସାବରେ ନେଇକି ମାଛ ଗୋଟେ ପଟ ସାଇଡ୍ ଗୋଲ୍ଡେନ୍ ହେଇକି ଭାଜି ହେଇଯିବା ପରେ ତାକୁ ମୁଁ ଓଲଟେଇକି ଆରପଟ ସାଇଡ୍କୁ ମଧ୍ୟ ଭଲ ଭାବରେ କଡ଼ା କରିକି ଭାଜି ନେଉଛି। ଆପଣ ଚାହିଁଲେ ଏକା ସହିତ ସବୁ ମାଛକୁ ବି ଭାଜି ପାରିବେ, କିନ୍ତୁ ଯଦି କଡ଼ା କରିକି ଭାଜିବା ପାଇଁ ଚାହୁଁଛନ୍ତି ତାହା ବି ପୁଣି କମ୍ ତେଲରେ, ତାହେଲେ ଅଳ୍ପ ତେଲ ନେଇକି ସେଥିରେ ଅଳ୍ପ ଅଳ୍ପ ମାଛ ଦେଇକି ଭାଜନ୍ତୁ। ମାଛ ଭଲ ଭାବରେ କଡ଼ା ହେଇକି ଭାଜି ହେଇପାରିବ। ଆଉ ଦେଖନ୍ତୁ ଏଇଠି ଆମର ମାଛ ଦୁଇପଟ ସାଇଡ୍ରୁ ଗୋଲ୍ଡେନ୍ ହେଇକି ଭାଜି ହେଇଗଲାଣି। ତ ସବୁ ମାଛକୁ ବାହାର କରିକି ଆମେ ସାଇଡ୍ରେ ରଖିନେବା। ଆଉ ବାକି ମାଛ ଗୁଡ଼ିକକୁ ମଧ୍ୟ ଏଇ ସେମ୍ ପ୍ରୋସେସ୍ରେ ଭାଜି ନେବା। ମାଛକୁ ପ୍ରଥମେ ହାଇ ଫ୍ଲେମ୍ରେ 1 ମିନିଟ୍ ପର୍ଯ୍ୟନ୍ତ ଏପଟ ସେପଟ କରିକି ଭାଜିବେ। ତାପରେ ଲୋ ଫ୍ଲେମ୍ରେ ଆଉ 1 ମିନିଟ୍ ପର୍ଯ୍ୟନ୍ତ ଭାଜିବେ। ଏହାଦ୍ୱାରା କ'ଣ ହେବ ନା, ମାଛଟା ଟିକେ କ୍ରିସ୍ପି ହେଇକି ଭାଜି ହେଇପାରିବ, ପୁରା ଏମିତି ଲାଲ ଆଉ କଡ଼ା ହେଇପାରିବ, ଭିତର ପର୍ଯ୍ୟନ୍ତ ସିଝି ପାରିବ। ତ ଏଇଠି ଦେଖନ୍ତୁ ଏଇ ସେମ୍ ଉପାୟରେ ମୁଁ ସବୁ ମାଛକୁ ଭାଜିକି ରେଡ଼ି କରି ନେଇଛି। ତାପରେ ଆମେ ମାଛ ପାଇଁ ଗୋଟେ ସ୍ପେଶିଆଲ ମସଲା ବନେଇବା। ସେଥିପାଇଁ ଏଇଠି ମୁଁ ଗୋଟେ ଗିନାରେ ଦେଇଦେଉଛି 10 ରୁ 12 ପାଖୁଡ଼ା ରସୁଣ, 1 ଇଞ୍ଚ ଅଦାକୁ ମୁଁ ଛୋଟ ଛୋଟ କାଟିକି ଦେଇଦେଇଛି। ଫ୍ଲେଭର ପାଇଁ ଏଇଠି ମୁଁ 4ଟି କଞ୍ଚା ଲଙ୍କା ନେଇଛି। ତା ସହିତ ନେଇଛି କିଛି ଫ୍ରେଶ୍ ଧନିଆ ପତ୍ର। ଧନିଆ ପତ୍ରର ଡେମ୍ଫ ସହିତ ନେବେ, ଭଲ ଫ୍ଲେଭର ଆସିବ। ଆଉ ଏଇଠି ଦେଖନ୍ତୁ ମୁଁ ନେଇଛି ଗୋଟେ ଛୋଟ ଚାମଚ ପାନମଧୁରୀ, ଗୋଟେ ଛୋଟ ଚାମଚ ଦେଇଦେବା ଏଇଠି ଆମେ ଗୋଲମରିଚ, ଆଉ ଗୋଟେ ଛୋଟ ଚାମଚ ଦେଇଦେବା ଏଇଠି ଧଳା ସୋରିଷ। ଧଳା ସୋରିଷ ଜାଗାରେ କଳା ସୋରିଷ ବି ନେଇପାରିବେ ବା ଚୋପା ଲଗା ସୋରିଷ ନେଇପାରିବେ। ଆଉ ଅଧ ଚାମଚ ଦେଇଦେବା ଗୋଟା ଜିରା। ଅଳ୍ପ ଟିକେ ପାଣି ଦେଇକି ୟାକୁ ଭଲରେ ବାଟିକି ନେଇ ଆସିବା। ଏଇଠି ଦେଖନ୍ତୁ ୟାକୁ ମୁଁ ଚିକ୍କଣ କରିକି ଏଇଭଳି ଭାବରେ ପେଷ୍ଟ ବନେଇକି ବା ବାଟିକି ନେଇ ଆସିଛି। ଧ୍ୟାନ ରଖିବେ, ଯେହେତୁ ଆମେ ସୋରିଷ ଦେଇଛେ ସେଥିପାଇଁ ପେଷ୍ଟଟିକୁ ଏଇଭଳି ଭାବରେ ଚିକ୍କଣ କରିକି ବାଟିବେ, ତାହେଲେ ଯାଇକି ଟେଷ୍ଟ ଭଲ ଆସିବ। ଏବେ ଆମେ କ'ଣ କରିବା ନା, ଯେଉଁ କଡ଼େଇରେ ମାଛକୁ ଭାଜିଥିଲେ ସେଥିରେ କିଛି ତେଲ ବଳକା ଥିଲା, ଆଉ 1 ଚାମଚ ତେଲ ମୁଁ ସେଥିରେ ଦେଇଦେଉଛି। ତେଲର କ୍ୱାଣ୍ଟିଟି ଆପଣଙ୍କ ହିସାବରେ ଆପଣ କମ୍ ବେଶୀ ମଧ୍ୟ କରିପାରିବେ। ଆଉ ତେଲ ଗରମ ହେଇଯିବା ପରେ ମୁଁ ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜକୁ ଛୋଟ ଛୋଟ କାଟିକି ସେଥିରେ ଦେଇଦେଇଛି। ଆଉ ପିଆଜକୁ ଭଲ ଭାବରେ ଗୋଲ୍ଡେନ୍ ହେଲା ପର୍ଯ୍ୟନ୍ତ ଭାଜି ନେବା। ଏଇଠି ଦେଖନ୍ତୁ ପିଆଜ ଆମର ଭଲ ଭାବରେ ଗୋଲ୍ଡେନ୍ ହେଇକି ଭାଜି ହେଇଗଲାଣି। ପିଆଜ ଯେତେବେଳେ ଏଇ ଷ୍ଟେଜ୍କୁ ଚାଲି ଆସିବ, ସେତେବେଳେ ଆମେ କ'ଣ କରିବା ନା, ବାଟିକି ରଖିଥିବା ବଟା ମସଲାକୁ ଏଥିରେ ଦେଇଦେବା। ଆଉ ବଟା ମସଲାକୁ ଦେଇସାରିବା ପରେ ତାକୁ ଟିକେ ପିଆଜ ସହିତ ଭଲ ଭାବରେ ମିଶେଇ ନେବା। ଆଉ ପାଖାପାଖି 3 ରୁ 4 ମିନିଟ୍ ପର୍ଯ୍ୟନ୍ତ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଭଲ ଭାବରେ କଷି ନେବା। ଏଇଠି ଦେଖନ୍ତୁ ମସଲାକୁ ମୁଁ ଭଲରେ କଷି ନେଇଛି। ଆଉ ଦେଖିପାରୁଥିବେ ପାଣି ଅଂଶ କମିଗଲାଣି, ପୁରା ଡ୍ରାଏ ବନିଗଲାଣି, ଆଉ କଲର୍ ବି ହାଲକା ଚେଞ୍ଜ ହେଇଗଲାଣି। ତ ଏଇ ଷ୍ଟେଜ୍ରେ ଆମେ କ'ଣ କରିବା ନା, ଗୋଟେ ମିଡ଼ିୟମ୍ ସାଇଜ୍ର ଟମାଟୋକୁ ବାଟିକି ଦେଇଦେବା। ଟମାଟୋକୁ ବାଟି ସାରିବା ପରେ ମୁଁ ଷ୍ଟେନର ସାହାଯ୍ୟରେ ଛାଣିକି ଦେଇଦେଇଛି, ଯାହାଦ୍ୱାରା କି ଟମାଟୋର ଚୋପା କିମ୍ବା ମଞ୍ଜି ବି ଆସିବ ନାହିଁ। ଏମିତି କରିବା ଦ୍ୱାରା ଗ୍ରେଭିର ଟେକ୍ସଚର ଆଉ କଲର୍ ଭଲ ଆସିଥାଏ। ତ ଟମାଟୋ ପ୍ୟୁରିକୁ ଦେଇକି ମସଲା ସହିତ ଆମେ ଆହୁରି 3 ରୁ 4 ମିନିଟ୍ ପର୍ଯ୍ୟନ୍ତ କଷି ନେବା। ଏଇଠି ଦେଖନ୍ତୁ ଟମାଟୋ ବି ଆମର ମସଲା ସହିତ ଭଲ ଭାବରେ କଷି ହେଇଯାଇଛି। ଆଉ କଷିବା ପରେ ବିନା ଲଙ୍କା ଗୁଣ୍ଡରେ ବି କେତେ ସୁନ୍ଦର କଲର୍ ଆସିଛି। ତ ଏବେ ଏଥିରେ ଆମେ ଦେଇଦେବା ଗୋଟେ ଛୋଟ ଚାମଚ ଲଙ୍କା ଗୁଣ୍ଡ, ତା ସହିତ ଅଧ ଛୋଟ ଚାମଚ ଧନିଆ ଗୁଣ୍ଡ। ଏଇଠି ଆମେ ଦେଇଦେବା ଅଧ ଚାମଚରୁ ବି ଟିକେ କମ୍ ଜିରା ଗୁଣ୍ଡ, ଅଧ ଛୋଟ ଚାମଚରୁ ଟିକେ କମ୍ ଦେଇଦେବା ହଳଦୀ ଗୁଣ୍ଡ। ଆଉ ଏଇ ସବୁ ଗୁଣ୍ଡ ମସଲାକୁ ମସଲା ସହିତ ଟିକେ ଭଲ ଭାବରେ ମିଶେଇ ନେବା।
ଆପଣ ଏଇ ଷ୍ଟେଜ୍‌ରେ ସ୍ୱାଦ ଅନୁଯାୟୀ ଲୁଣକୁ ବି ଦେଇକି ମିଶେଇ ନେବେ। ମୁଁ ଲୁଣ ଆଡ୍ କରିଥିଲି କିନ୍ତୁ କ୍ୟାମେରା ଅଫ୍ ହେଇଯିବା ଯୋଗୁଁ ଏଠି ଲୁଣ ଆଡ୍ କରିବାଟା ଦେଖାଯାଇନି। ତାପରେ ଆମେ କଣ କରିବା ନା ସେଥିରେ ଅଳ୍ପ ଟିକେ ପାଣି ଦେଇକି ଏ ମସଲାକୁ ଆହୁରି 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଭଲରେ କଷି ନବା। ପାଣି ଦେଇଦେଲେ କଣ ହବ ନା ଗୁଣ୍ଡ ମସଲା ପୋଡ଼ିଯିବାର ଭୟ ରହିବ ନାହିଁ। ଯଦି ଆପଣ ତରକାରୀକୁ ସ୍ୱାଦିଷ୍ଟ ବନେଇବା ପାଇଁ ଚାହୁଁଛନ୍ତି ଟିକେ ସମୟ ଦେଇକି ମସଲାକୁ ଭଲ ଭାବରେ କଷନ୍ତୁ। ତ ଏଇଠି ଦେଖନ୍ତୁ ଆହୁରି 3ରୁ 4 ମିନିଟ୍ ପରେ ଦେଖିପାରୁଥିବେ ମସଲା ଆମର ଭଲରେ କଷି ହେଇଗଲାଣି। ତେଲ ସବୁ ଉପରେ ଭାସିବା ଷ୍ଟାର୍ଟ ହେଇଗଲାଣି। ତ ଏଇ ଷ୍ଟେଜ୍‌ରେ ଆମେ କଣ କରିବା ନା ଆବଶ୍ୟକତା ଅନୁଯାୟୀ ଦେଇଦେବା ପାଣି ମାନେ ଆପଣ ଯେତିକି ଗ୍ରେଭି ରଖିବାକୁ ଚାହୁଁଥିବେ ସେଇ ହିସାବରେ ପାଣି ଦେଇଦେବେ। ଏଇଠି ମୁଁ ପାଖାପାଖି 1.5 ଗ୍ଲାସ୍ ପାଣି ଦେଇଦେଇଛି ଆଉ ପାଣି ଦେଇ ସାରିବା ପରେ ୟାକୁ ଭଲ ଭାବରେ ମିଶେଇ ନେବା ତାପରେ କଭର କରିକି ତରକାରୀକୁ ଫୁଟିବା ପାଇଁ ଛାଡ଼ିଦେବା। ମିଡିୟମ ଫ୍ଲେମ୍‌ରେ ଆମେ 3ରୁ 4 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଫୁଟେଇ ନେବା। ପାଖାପାଖି 3ରୁ 4 ମିନିଟ୍ ପରେ ଏଠି ମୁଁ ଲିଡ୍ କାଢ଼ିକି ଚେକ୍ କରିନେଉଛି ଆଉ ତରକାରୀ ବି ଆମର ଭଲ ଭାବରେ ଫୁଟିଗଲାଣି। ଏବେ ଏଥିରେ ଆମେ ମାଛକୁ ଆଡ୍ କରିନେବା। ମାଛକୁ ଆଡ୍ କରିବା ପରେ ଗ୍ୟାସ୍‌ର ଫ୍ଲେମ୍‌କୁ ଲୋ ଟୁ ମିଡିୟମ ଫ୍ଲେମ୍‌ରେ ରଖିକି କଭର କରିକି ଆଉ 5 ମିନିଟ୍ ପର୍ଯ୍ୟନ୍ତ ଫୁଟେଇ ନେବା ଯାହାଦ୍ୱାରା କି ମାଛଟା ଟିକେ ସିଝିଯିବ। ମାଛକୁ 5ରୁ 6 ମିନିଟ୍ ଛଡ଼ା ବିଲକୁଲ ବି ଅଧିକ ସମୟ ଫୁଟେଇବେ ନାହିଁ ନହେଲେ ସେଟା ତରକାରୀରେ ଫିଟିଯିବ। ଏଠି ଦେଖନ୍ତୁ 5 ମିନିଟ୍ ପରେ ମୁଁ ଲିଡ୍ କାଢ଼ିକି ଚେକ୍ କରିନେଉଛି ଆଉ ଲାଷ୍ଟରେ ଦେଇଦେଉଛି ଅଧ ଛୋଟ ଚାମଚ ଗରମ ମସଲା ଆଉ କିଛି କଟା ଧନିଆ ପତ୍ର। ଗରମ ମସଲା ଆଉ ଧନିଆ ପତ୍ରକୁ ଦେଇକି ଭଲ ଭାବରେ ମିଶେଇ ନେଇଛି ଆଉ କଲର୍ ଦେଖିକି ହିଁ ଜାଣିପାରୁଥିବେ ଯେ ତରକାରୀ ଆମର କେତେ ସୁଆଦିଆ ବନିଥିବ। ତାପରେ ଗ୍ୟାସ୍‌ର ଫ୍ଲେମ୍‌କୁ ଅଫ୍ କରିନେବା ଆଉ ଆକୁ ଟିକେ ଥଣ୍ଡା ହେବା ପାଇଁ ଛାଡ଼ିଦେବା କାହିଁକିନା ଥଣ୍ଡା ହେଇଯିବା ପରେ ୟାର କଲର୍ ଆଉ ଟେକ୍ସଚର ଭଲ ଆସିବ। ତ ଏଠି ଦେଖନ୍ତୁ ହାଲକା ଥଣ୍ଡା ହେଇଯିବା ପରେ ଗ୍ରେଭିର ଟେକ୍ସଚର ମୁଁ ଆପଣମାନଙ୍କୁ ଦେଖଉଛି ଦେଖିପାରୁଥିବେ ବିଲକୁଲ ପରଫେକ୍ଟ ଅଛି। ଆଉ ତା ସହିତ କଲର୍ ବି ପୁରା ମସ୍ତ ଅଛି। ଆଉ ମାଛ ପିସ୍ ଗୁଡ଼ାକ ଦେଖନ୍ତୁ ଦେଖିବା ମାତ୍ରକେ ପାଟିରେ ଲାଳ ଚାଲି ଆସୁଛି। ତାହେଲେ ଆପଣମାନେ ନିଶ୍ଚିନ୍ତ ଭାବରେ ଏଇ ଉପାୟରେ ଥରେ ମାଛ ତରକାରୀ ବନେଇକି ଖାଆନ୍ତୁ। ଆଉ ବନେଇକି ଖାଇବା ପରେ ଆପଣମାନେ ନିଜେ ନିଜେ ଆସି ହିଁ କମେଣ୍ଟ ମାଧ୍ୟମରେ ମୋତେ ଜଣାଇବା ପାଇଁ ବାଧ୍ୟ ହୋଇଯିବେ। ଆଉ ଯଦି ଆଜିର ଏହି ରେସିପି ଆପଣମାନଙ୍କୁ ଟିକେ ହେଲେ ବି ଭଲ ଲାଗିଛି ତେବେ ପ୍ଲିଜ୍ ଭିଡ଼ିଓଟିକୁ ଲାଇକ୍ ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ। ତାହେଲେ ଆଜି ପାଇଁ ରହୁଛି ବାଏ। ପୁଣି ଦେଖା ହବା ଆଉ ଏକ ନୂଆ ରେସିପି ସହିତ ଆଉ ଏକ ନୂଆ ଭିଡ଼ିଓରେ।